କୌଣସି ନିର୍ବାଚନ ମଣ୍ଡଳୀର ବିଶ୍ଳେଷଣ କରିବା ମାନେ କେବଳ ସଂଖ୍ୟା ଗଣିବା ନୁହେଁ। ଏହା ହେଉଛି ଭୋଟର ଆଉ ନେତାଙ୍କ ଭିତରେ ଥିବା ସେହି ଅଦୃଶ୍ୟ ସମ୍ପର୍କକୁ ବୁଝିବାର ଏକ ପ୍ରୟାସ। ତେବେ ଆଜି ଆମେ ଓଡ଼ିଶାର ଆଠମଲ୍ଲିକୁ ଟିକେ ଗଭୀର ଭାବେ ଦେଖିବା। କିଏ ଜିତିଲା ବା କିଏ ହାରିଲା ସେଇଟା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ମାଟିର ମଣିଷ ପ୍ରକୃତିରେ କ'ଣ କହୁଛି। ଆଠମଲ୍ଲିକ ଅନୁଗୁଳ ଜିଲ୍ଲାର ଏକ ଜାଗା, ଯେଉଁଠି ଗୋଟିଏ ପଟେ ଚାଷ ଜମିର ସବୁଜିମା ତ ଆର ପଟେ ଖଣି ଆଉ ଶିଳ୍ପର ଧୂଆଁ। ଏଠାକାର ରାଜନୀତିର କାହାଣୀ କେବଳ ଗୋଟିଏ ନିର୍ବାଚନ ଫଳାଫଳରେ ସରିଯାଏନି, ବରଂ ଏହା କିଛି ଗୋଟେ ବଡ଼ ପରିବର୍ତ୍ତନର ଆଭାସ ଦେଉଛି। ଆଉ ଏହି ମାଟିର କଥା ବୁଝିବାକୁ ହେଲେ ଆମକୁ ସଂଖ୍ୟାର ପଛରେ ଥିବା ଲୋକଙ୍କ କଥା ଶୁଣିବାକୁ ପଡ଼ିବ। ଆଉ ଏଇଟା ହିଁ ଆମର ଆଜିର ମୁଖ୍ୟ ପ୍ରଶ୍ନ। ହଁ, 2024ରେ ଗୋଟେ ଦଳ ଜିତିଛି, କିନ୍ତୁ ଜିତିବାର ମାର୍ଜିନ୍ ଯେମିତି କମିଯାଇଛି ତାହା ଏକ ରହସ୍ୟ ତିଆରି କରୁଛି। ତେବେ ଏହା କ'ଣ ଏକ ସାଧାରଣ ପରିବର୍ତ୍ତନ, ନା କୌଣସି ବଡ଼ ରାଜନୈତିକ ଭୂକମ୍ପର ଏହା ପୂର୍ବ ସଂକେତ? ଚାଲନ୍ତୁ ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇବା। ଆମେ ଏହି ଯାତ୍ରାରେ 5ଟି ପାହାଚ ଦେଇ ଯିବା। ପ୍ରଥମେ ଦେଖିବା ନିର୍ବାଚନ ଫଳାଫଳ, ତାପରେ ଇତିହାସ, ତାପରେ ଲୋକଙ୍କ ଅସନ୍ତୋଷର କାରଣ କ'ଣ, ଚତୁର୍ଥରେ ରାଜନୀତିକ ପରିସ୍ଥିତି କେମିତି ଅଛି, ଆଉ ଶେଷରେ ଆଗକୁ କ'ଣ କରାଯାଇପାରିବ ତାର ଏକ ରୋଡ୍ ମ୍ୟାପ୍। ଚାଲନ୍ତୁ ଆରମ୍ଭ କରିବା ସଦ୍ୟ ନିର୍ବାଚନ ଫଳାଫଳରୁ। କିନ୍ତୁ ଗୋଟେ କଥା ମନେ ରଖିବା ଦରକାର, ସଂଖ୍ୟା ଯାହା ଦେଖାଏ କାହାଣୀ ତାଠୁ ବହୁତ ଗଭୀର ହେଇପାରେ। ତ ଫଳାଫଳ ଦେଖନ୍ତୁ। ବିଜେଡିର ନଳିନୀକାନ୍ତ ପ୍ରଧାନ ଜିତିଲେ ପାଖାପାଖି 94,000 ଭୋଟ ପାଇକି। କିନ୍ତୁ ଅସଲ କାହାଣୀ ଲୁଚି ରହିଛି ବିଜେପିର ପ୍ରଦର୍ଶନ ଭିତରେ। ସଞ୍ଜୀବ କୁମାର ସାହୁ ପାଇଛନ୍ତି 77,000ରୁ ବେଶୀ ଭୋଟ, ଯାହା ସିଧା ସିଧା ଦେଖଉଛି ଯେ ଲଢ଼େଇ କେତେ ଜୋରଦାର ଥିଲା। ଆଉ ଜିତିବାର ମାର୍ଜିନ୍ 16,153। ହଁ, ଜିତ୍ ତ ଜିତ୍, କିନ୍ତୁ ରାଜନୀତିରେ ଏହି ସଂଖ୍ୟା ଖାଲି ଗୋଟେ ଫଳ ନୁହେଁ, ଏଇଟା ଗୋଟେ ସତର୍କ ଘଣ୍ଟି। ଏଟା ସଫା ସଫା କହୁଛି ଯେ ଭୋଟରଙ୍କ ମିଜାଜ ବଦଳୁଛି ଆଉ ଆଗାମୀ ଲଢ଼େଇ ଆହୁରି କଡ଼ା ହେବ। ତେବେ 2024ର ଏହି କାହାଣୀକୁ ପୂରାପୂରି ବୁଝିବାକୁ ହେଲେ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ, କାରଣ ଆଜିର ରାଜନୀତିର ଚେର ଗତ 20 ବର୍ଷର ଇତିହାସରେ ଲୁଚି ରହିଛି। ଚାଲନ୍ତୁ ଦେଖିବା ସେହି ଧାରା କ'ଣ କହୁଛି। ଏହି ଟାଇମ୍ଲାଇନ୍କୁ ଦେଖନ୍ତୁ। ଏଥିରେ ବିଜେଡିର ପୁରା ଯାତ୍ରା ରହିଛି। 2004ରେ ମାତ୍ର 878 ଭୋଟରେ କୌଣସି ମତେ ଜିତିବା, ଆଉ 2019ରେ ଦେଖନ୍ତୁ 47,000ରୁ ଅଧିକ ଭୋଟରେ ବିରାଟ ବିଜୟ। କିନ୍ତୁ ଠିକ୍ ତାପରେ 2024ରେ ଏହି ମାର୍ଜିନ୍ ହଠାତ୍ ଖସି ଆସିଲା। ଏଇଟା ଗୋଟେ ବହୁତ ବଡ଼ ସଂକେତ। ଆଉ ଏବେ ଦେଖନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା, ବିଜେପିର ଭୋଟ ଶେୟାର ମାତ୍ର 5 ବର୍ଷ ଭିତରେ 24%ରୁ ସିଧା 45%, ମାନେ ପ୍ରାୟ 2 ଗୁଣ। ଏଇଟା ଖାଲି ନମ୍ବର ନୁହେଁ, ଏଇଟା ରାଜନୀତିର ଗୋଟେ ନୂଆ ସୁଅ ବହିବାର ସଂକେତ। ତେବେ ମୂଳ ପ୍ରଶ୍ନ ହେଉଛି, ଏମିତି ହେଲା କେମିତି? ଆଉ ଏହାର ଜବାବ ସଂଖ୍ୟା ଭିତରେ ନୁହେଁ, ବରଂ ଲୋକଙ୍କ ଭିତରେ ଲୁଚି ରହିଛି। ଏ ଯୋଉ ଭୋଟର ପରିବର୍ତ୍ତନ, ଏଇଟା କିଛି ହଠାତ୍ ହେଇନି। ଏହା ପଛରେ ଅଛି ସ୍ଥାନୀୟ ଲୋକଙ୍କର ସମସ୍ୟା, ତାଙ୍କର ଦୁଃଖ ଆଉ ତାଙ୍କର ଆଶା। ତେବେ ଚାଲନ୍ତୁ ଏବେ ସଂଖ୍ୟାର ଖେଳରୁ ବାହାରି ଲୋକଙ୍କ ପାଖକୁ ଯିବା। କାହିଁକି ଲୋକେ ଅସନ୍ତୁଷ୍ଟ, କ'ଣ ସେମାନଙ୍କର ଅସୁବିଧା? କାରଣ ରାଜନୀତି ତ ଶେଷରେ ଲୋକଙ୍କ ଦୈନନ୍ଦିନ ଜୀବନର କାହାଣୀ। ସବୁଠୁ ବଡ଼ ଆଉ ସାଂଘାତିକ ସମସ୍ୟା ହେଉଛି ପରିବେଶ ଆଉ ସ୍ୱାସ୍ଥ୍ୟ। ଦେଖନ୍ତୁ, ଅନୁଗୁଳ ଜିଲ୍ଲାର ବାୟୁ ପ୍ରଦୂଷଣ କଥା ଆମେ ସମସ୍ତେ ଜାଣିଛେ, କିନ୍ତୁ ଏଇଟା ଖାଲି ଖବରକାଗଜର ହେଡ୍ଲାଇନ୍ ନୁହେଁ। ଏହାର ମାନେ ହେଉଛି ଘରେ ଘରେ ଲୋକଙ୍କର ଶ୍ୱାସରୋଗ। ଏହାର ମାନେ ହେଉଛି ଚାଷୀର ଫସଲ ନଷ୍ଟ। ଯେତେବେଳେ ନିଜେ ନିଶ୍ୱାସ ନେବା ପାଇଁ ସଂଘର୍ଷ କରିବାକୁ ପଡ଼େ, ସେତେବେଳେ ଅସନ୍ତୋଷ ବଢ଼ିବ ହିଁ ବଢ଼ିବ। ଦ୍ୱିତୀୟ ବଡ଼ କାରଣ ହେଲା ଭିତ୍ତିଭୂମି, ଖାସ୍ କରି NH55। ଯେଉଁ ରାସ୍ତା ଲୋକଙ୍କ ପାଇଁ ଜୀବନରେଖା ହେବା କଥା, ସେଇଟା ଆଜି ମୃତ୍ୟୁର ଫାଶ ପାଲଟିଛି। 200ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଭାବନ୍ତୁ ତ, ଏଇଟା ଖାଲି ଏକ ସଂଖ୍ୟା ନୁହେଁ, ଏହା 200ରୁ ଅଧିକ ପରିବାରର କାନ୍ଦ। ଆଉ ତା ସାଙ୍ଗକୁ ମେଡିକାଲ କଲେଜର ଅଭାବ। ଭଲ ଚିକିତ୍ସା ପାଇଁ ଲୋକଙ୍କୁ ବହୁତ ଦୂର ଯିବାକୁ ପଡ଼ୁଛି। ଆଉ ତୃତୀୟ କାରଣ, ଜୀବିକା। ଏଇଟା ସବୁଠୁ ବଡ଼ ବିଡ଼ମ୍ବନା। ଯେଉଁ ଅଞ୍ଚଳରେ ଏତେ ଶିଳ୍ପ, ଏତେ ଖଣି, ସେଇଠି ସ୍ଥାନୀୟ ପିଲାଙ୍କ ହାତରେ କାମ ନାହିଁ। ପାଠ ପଢ଼ିଛନ୍ତି, ସାକ୍ଷରତା ହାର ପ୍ରାୟ 79%, କିନ୍ତୁ ଚାକିରି ନାହିଁ। ତେବେ ଏମିତି ବିକାଶର କି ଲାଭ ଯଦି ତାହା ନିଜ ଲୋକଙ୍କ କାମରେ ନ ଆସେ? ତେଣୁ ଏହି 3ଟି କାରଣ, ପରିବେଶ, ଭିତ୍ତିଭୂମି ଆଉ ଜୀବିକା ହିଁ ଲୋକଙ୍କ ଅସନ୍ତୋଷର ମୂଳ। ଠିକ୍ ଅଛି, ତେବେ ଲୋକଙ୍କ ସମସ୍ୟା ତ ଆମେ ବୁଝିଲେ। ଏବେ ଆସନ୍ତୁ ଦେଖିବା ଏହି ରାଜନୈତିକ ମଇଦାନରେ ଖେଳାଳି କିଏ କିଏ ଅଛନ୍ତି ଆଉ କାହାର କେତେ ଦମ୍। ଏ ଚିତ୍ରଟି ପୁରା ସ୍ପଷ୍ଟ। ଗୋଟେ ପଟେ ଅଛି ବିଜେଡି, ଯାହାର ସବୁଠୁ ବଡ଼ ଶକ୍ତି ହେଉଛି ନବୀନ ପଟ୍ଟନାୟକଙ୍କ ନାଁ। କିନ୍ତୁ ଦୁର୍ବଳତା,
ସ୍ଥାନୀୟ ସ୍ତରରେ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଆଉ ଅନ୍ୟପଟେ ବିଜେପି ଯିଏ ଜାତୀୟ ନେତୃତ୍ୱ ଆଉ କେନ୍ଦ୍ରୀୟ ଯୋଜନାକୁ ଆଧାର କରି ଆଗକୁ ବଢ଼ୁଛି। ତେଣୁ ଲଢ଼େଇଟା ହେଉଛି ସ୍ଥାନୀୟ ଶାସକ ବନାମ ଜାତୀୟ ପ୍ରତିଦ୍ୱନ୍ଦ୍ୱୀ। ଏହା ସହିତ ଏଠାକାର ଜାତିଗତ ସମୀକରଣକୁ ବି ଦେଖିବାକୁ ପଡ଼ିବ। ଏଠାରେ ପ୍ରାୟ 28.5% ଏସ୍ସି ଭୋଟର ଅଛନ୍ତି ଏବଂ ବାକି ଏକ ବଡ଼ ଅଂଶ ଓବିସି ଏବଂ ସାଧାରଣ ବର୍ଗର। ତେଣୁ ନିର୍ବାଚନ ଜିତିବା ପାଇଁ ଏହି ଭୋଟ ବ୍ୟାଙ୍କକୁ ସାଙ୍ଗରେ ନେବା ନିହାତି ଜରୁରୀ। ବହୁତ ହେଲା ବିଶ୍ଳେଷଣ। ଏବେ ଆସନ୍ତୁ ସମାଧାନ କଥା କହିବା। ଯଦି ଜଣେ ନେତା ପ୍ରକୃତରେ ଲୋକଙ୍କର ବିଶ୍ୱାସ ଜିତିବାକୁ ଚାହାନ୍ତି, ତେବେ ତାଙ୍କୁ କ'ଣ କରିବାକୁ ପଡ଼ିବ? ଏଥିପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ରହିଛି। ଦେଖନ୍ତୁ, ଗୋଟେ କଥା ସବୁବେଳେ ମନେ ରଖିବାକୁ ହେବ, ବିଶ୍ୱାସ କେବେ ବି କଥାରେ ନୁହେଁ, କାମରେ ହିଁ ମିଳେ। ଆଉ ସେହି କାମ ପାଇଁ ଏଇଠି ଅଛି 5 ସୂତ୍ରୀ ଯୋଜନା। 1. ଲୋକଙ୍କ ମୁଖ୍ୟ ସମସ୍ୟା ଯେମିତିକି ରାସ୍ତା, ପ୍ରଦୂଷଣ, ସ୍ୱାସ୍ଥ୍ୟ, ଏହା ଉପରେ ତୁରନ୍ତ କାମ ଆରମ୍ଭ କରନ୍ତୁ, ଯାହା ଲୋକଙ୍କୁ ଦେଖାଯିବ। 2. ସରକାରୀ ଯୋଜନାର ଲାଭ ଯେମିତି ଠିକ୍ ଲୋକ, ଖାସ୍ କରି ଏସ୍ଏସ୍ଟି ଓବିସି ସମ୍ପ୍ରଦାୟ ପାଖରେ ପହଞ୍ଚେ, ତାହା ନିଶ୍ଚିତ କରନ୍ତୁ। 3. ନିଜକୁ କେବଳ ଜଣେ ନେତା ନୁହେଁ, ବରଂ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିବା ଜଣେ ସ୍ଥାନୀୟ ସାଥୀ ଭାବେ ଉପସ୍ଥାପନ କରନ୍ତୁ। 4. ଯୁବକଙ୍କ ପାଇଁ ଚାକିରି ଆଉ ମହିଳାଙ୍କ ସଶକ୍ତିକରଣ ଉପରେ ଫୋକସ୍ କରନ୍ତୁ। ଆଉ ଶେଷରେ 5. ଆପଣ ଯାହା ଭଲ କାମ କରୁଛନ୍ତି, ତାହା ସ୍ଥାନୀୟ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ତେବେ ଏହି ପୂରା ଯୋଜନାର ମୂଳ କଥା କ'ଣ? ଏହାର ମୂଳ କଥା ହେଉଛି ଲୋକଙ୍କର ପ୍ରତିବାଦର ସ୍ୱରକୁ ଶୁଣନ୍ତୁ ଆଉ ତାକୁ କାମ କରି ନିଜ ବିଶ୍ୱାସରେ ପରିଣତ କରନ୍ତୁ। ଏହାଠୁ ବଡ଼ ରାଜନୈତିକ ରଣନୀତି ଆଉ କିଛି ନାହିଁ। ଆଉ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ଆଜିକାଲି ଯେତେବେଳେ ସବୁଆଡ଼େ ଜାତୀୟ ରାଜନୀତିର ଚର୍ଚ୍ଚା, ଆଠମଲ୍ଲିକର ଏହି ଛୋଟ କାହାଣୀ କ'ଣ ଆମକୁ ଏହା ଦେଖାଉଛି ଯେ ଭବିଷ୍ୟତର ରାଜନୀତି ପ୍ରକୃତରେ ଅତି ସ୍ଥାନୀୟ ହେବାକୁ ଯାଉଛି? ମାନେ ପ୍ରକୃତ ଲଢ଼େଇଟା ଦିଲ୍ଲୀରେ ନୁହେଁ, ବରଂ ଗାଁର ରାସ୍ତା, ପାଣି ଆଉ ଲୋକଙ୍କ ନିଶ୍ୱାସ ଉପରେ ହେବ? ଭାବିବାର କଥା।